ଜୟ ଜଗନ୍ନାଥ। ଶ୍ରୀମଦ୍ ଭଗବଦ ଗୀତାର ପ୍ରଥମ ଅଧ୍ୟାୟର 30, 31 ଏବଂ 32ତମ ଶ୍ଲୋକ ସମ୍ପୂର୍ଣ୍ଣ ଅର୍ଥ ସହ ମନ୍ତ୍ର। ଗାଣ୍ଡିବଂ ସ୍ରଂସତେ ହସ୍ତାତ୍ ତ୍ୱକ୍ଚୈବ ପରିଦହ୍ୟତେ ନ ଚ ଶକ୍ନୋମ୍ୟବସ୍ଥାତୁଂ ଭ୍ରମତୀବ ଚ ମେ ମନଃ। ଅର୍ଥାତ୍ ହାତରୁ ଗାଣ୍ଡିବ ଧନୁ ଖସି ପଡ଼ୁଛି, ଚର୍ମ ବି ଭୀଷଣ ଜ୍ୱାଳା କରୁଛି ତଥା ମୋର ମନ ଘୂର୍ଣ୍ଣିତ ହେଲା ପରି ଲାଗୁଛି, ତେଣୁ ମୁଁ ଠିଆ ହୋଇ ରହିବାକୁ ବି ସମର୍ଥ ହୋଇପାରୁନାହିଁ। ପ୍ରଶ୍ନ, ଏହି ଶ୍ଲୋକର ଭାବ କ'ଣ? ଉତ୍ତର, କରୁଣାଜନିତ କାପୁରୁଷତାରେ ଅର୍ଜୁନଙ୍କ ଅବସ୍ଥା ବଡ଼ ଶୋଚନୀୟ ହୋଇଯାଇଛି। ତାହା ବର୍ଣ୍ଣନା କରି ସେ କହୁଛନ୍ତି, ମୋର ସମସ୍ତ ଅଙ୍ଗ ଅତ୍ୟନ୍ତ ଶିଥିଳ ହୋଇଯାଇଛି। ହାତ ଏପରି ଶକ୍ତିଶୂନ୍ୟ ହୋଇଯାଇଛି ଯେ ସେଥିରେ ଗାଣ୍ଡିବ ଧନୁ ଧରି ବାଣ ମାରିବା ତ ଦୂରର କଥା, ମୁଁ ତାହାକୁ ଧରି ହିଁ ରହିପାରୁନାହିଁ। ତାହା ହାତରୁ ଖସି ପଡ଼ୁଛି। ଯୁଦ୍ଧର ଭବିଷ୍ୟତ ପରିଣାମ ଚିନ୍ତା କରି ମନରେ ଏପରି ଜ୍ୱାଳା ଆରମ୍ଭ ହୋଇଯାଇଛି ଯେ ମୋର ଚର୍ମ ବି ପୋଡ଼ି ଉଠୁଛି ଏବଂ ଭୀଷଣ ମାନସିକ ପୀଡ଼ା ହେତୁ ମୋର ମନ କୌଣସି କଥାରେ କ୍ଷଣେ ହେଲେ ସ୍ଥିର ହୋଇ ରହିପାରୁନାହିଁ। ତାହାର ପରିଣାମ ସ୍ୱରୂପ ମୋର ମୁଣ୍ଡ ଘୂରାଇ ହେଉଛି ଏବଂ ଲାଗୁଛି ମୁଁ ଏହି କ୍ଷଣି ମୂର୍ଚ୍ଛା ହୋଇ ତଳେ ପଡ଼ିଯିବି। ପ୍ରଶ୍ନ, ଅର୍ଜୁନଙ୍କ ଗାଣ୍ଡିବ ଧନୁ କିପରି ଥିଲା ଏବଂ ତାହା ତାଙ୍କୁ କିପରି ମିଳିଥିଲା? ଉତ୍ତର, ଅର୍ଜୁନଙ୍କ ଗାଣ୍ଡିବ ଧନୁ ଦିବ୍ୟ ଥିଲା। ତାହାର ଆକାର ତାଳଗଛ ପରି ବିଶାଳ ଥିଲା। ଗାଣ୍ଡିବର ପରିଚୟ ଦେବାକୁ ଯାଇ ବୃହନ୍ନଳା ରୂପରେ ସ୍ୱୟଂ ଅର୍ଜୁନ ଉତ୍ତର କୁମାରଙ୍କୁ କହିଥିଲେ, ଏହା ଅର୍ଜୁନଙ୍କର ଜଗତ୍ ପ୍ରସିଦ୍ଧ ଧନୁ। ଏହା ସ୍ୱର୍ଣ୍ଣରେ ଆଚ୍ଛାଦିତ ହୋଇଛି। ଏହି ଧନୁ ସବୁ ଶସ୍ତ୍ରମାନଙ୍କ ମଧ୍ୟରେ ଉତ୍ତମ ଏବଂ ଲକ୍ଷେ ଆୟୁଧ ସମାନ ଶକ୍ତିଶାଳୀ। ଏହି ଧନୁ ଦ୍ୱାରା ଅର୍ଜୁନ ଦେବତା ଓ ମନୁଷ୍ୟମାନଙ୍କ ଉପରେ ବିଜୟ ଲାଭ କରିଥିଲେ। ଏହି ବିଚିତ୍ର ରଙ୍ଗବେରଙ୍ଗ ଅଦ୍ଭୁତ କୋମଳ ଏବଂ ବିଶାଳ ଧନୁକୁ ଦେବତା, ଦାନବ ଓ ଗନ୍ଧର୍ବମାନେ ଦୀର୍ଘକାଳ ପର୍ଯ୍ୟନ୍ତ ଆରାଧନା କରିଥିଲେ। ଏହି ପରମ ଦିବ୍ୟ ଧନୁକୁ ବ୍ରହ୍ମା 1000 ବର୍ଷ, ପ୍ରଜାପତି 503 ବର୍ଷ, ଇନ୍ଦ୍ର 85 ବର୍ଷ, ଚନ୍ଦ୍ର 500 ବର୍ଷ ଏବଂ ବରୁଣ 100 ବର୍ଷ ପର୍ଯ୍ୟନ୍ତ ପାଖରେ ରଖିଥିଲେ। ଖାଣ୍ଡବ ବନ ଦହନ ସମୟରେ ଅଗ୍ନି ଦେବତା ଏହାକୁ ବରୁଣ ଦେବତାଙ୍କ ଠାରୁ ଆଣି ଅର୍ଜୁନଙ୍କୁ ଦେଇଥିଲେ। ସମ୍ବନ୍ଧ, ନିଜର ବିଷାଦମୟ ସ୍ଥିତି ବର୍ଣ୍ଣନା କରି ବର୍ତ୍ତମାନ ଅର୍ଜୁନ ନିଜ ବିଚାର ଅନୁସାରେ ଯୁଦ୍ଧର ଅନୌଚିତ୍ୟ ସିଦ୍ଧ କରୁଛନ୍ତି। ମନ୍ତ୍ର। ନିମିତ୍ତାନି ଚ ପଶ୍ୟାମି ବିପରୀତାନି କେଶବ ନ ଚ ଶ୍ରେୟୋନୁପଶ୍ୟାମି ହତ୍ୱା ସ୍ୱଜନମାହବେ। ଅର୍ଥାତ୍, ହେ କେଶବ, ମୁଁ ଲକ୍ଷଣ ସବୁକୁ ବିପରୀତ ହିଁ ଦେଖୁଛି। ଯୁଦ୍ଧରେ ସ୍ୱଜନ ସମୁଦାୟକୁ ମାରିବାରେ କୌଣସି କଲ୍ୟାଣ ବି ଦେଖିପାରୁନାହିଁ। ପ୍ରଶ୍ନ, ମୁଁ ଲକ୍ଷଣ ସବୁକୁ ମଧ୍ୟ ବିପରୀତ ହିଁ ଦେଖୁଛି, ଏହାର ଅର୍ଥ କ'ଣ? ଉତ୍ତର, କୌଣସି କାର୍ଯ୍ୟର ଭବିଷ୍ୟତ ପରିଣାମର ସୂଚନା ଦେଉଥିବା ଶକୁନାଦି ଚିହ୍ନକୁ ଲକ୍ଷଣ କୁହାଯାଏ। ଶ୍ଲୋକରେ ନିମିତ୍ତାନି ପଦଟି ଏହିପରି ଲକ୍ଷଣମାନଙ୍କ ପାଇଁ ଦିଆଯାଇଛି। ଅର୍ଜୁନ ଲକ୍ଷଣ ସବୁକୁ ବିପରୀତ କହି ଜଣାଉଛନ୍ତି, ଅସମୟରେ ଗ୍ରହଣ ଲାଗିବା, ଧରଣୀ କମ୍ପି ଉଠିବା, ଆକାଶରୁ ଉଲ୍କା ଖସିବା ଆଦି ମନ୍ଦ ସୂଚନାରୁ ଏହା ପ୍ରତୀତ ହୁଏ ଯେ ଯୁଦ୍ଧର ପରିଣାମ ଭଲ ହେବ ନାହିଁ। ତେଣୁ ମୋ ମତରେ ଯୁଦ୍ଧ ନ କରିବା ଶ୍ରେୟସ୍କର। ପ୍ରଶ୍ନ, ଯୁଦ୍ଧରେ ସ୍ୱଜନ ସମୁଦାୟକୁ ମାରିବାରେ କଲ୍ୟାଣ ମଧ୍ୟ ଦେଖୁନାହିଁ, ଏହି କଥାର ଅଭିପ୍ରାୟ କ'ଣ? ଉତ୍ତର, ଅର୍ଜୁନଙ୍କ କହିବାର ତାତ୍ପର୍ଯ୍ୟ ହେଲା, ଯୁଦ୍ଧରେ ନିଜର ବନ୍ଧୁବାନ୍ଧବମାନଙ୍କୁ ମାରିବାରେ କୌଣସି ପ୍ରକାର ମଙ୍ଗଳ ହେବାର ସମ୍ଭାବନା ନାହିଁ। କାରଣ ପ୍ରଥମତଃ ଆତ୍ମୀୟ ସ୍ୱଜନମାନଙ୍କୁ ମାରିଲେ ଚିତ୍ତରେ ପଶ୍ଚାତାପଜନିତ କ୍ଷୋଭ ହେବ। ଦ୍ୱିତୀୟରେ ସେମାନଙ୍କ ମୃତ୍ୟୁରେ ଜୀବନ ଦୁଃଖମୟ ହୋଇଯିବ ଏବଂ ତୃତୀୟରେ ସେମାନଙ୍କୁ ମାରିଲେ ଭୀଷଣ ପାପ ହେବ। ଏହିସବୁ ଦୃଷ୍ଟିରୁ ଇହଲୋକରେ କିମ୍ବା ପରଲୋକରେ କୌଣସି ମଙ୍ଗଳ ହେବ ନାହିଁ। ଅତଏବ ମୋର ବିଚାରରେ ଯୁଦ୍ଧ କରିବା କୌଣସି ପ୍ରକାରେ ଉଚିତ ନୁହେଁ। ସମ୍ବନ୍ଧ, ଅର୍ଜୁନ କହିଲେ ଯେ ସ୍ୱଜନମାନଙ୍କୁ ନିଧନ କଲେ କୌଣସି ପ୍ରକାର ହିତସାଧନ ହେବାର ସମ୍ଭାବନା ନାହିଁ। ବର୍ତ୍ତମାନ ସେହି କଥାକୁ ପୁଷ୍ଟ କରି ସେ ପୁନର୍ବାର କହୁଛନ୍ତି, ନ କାଙ୍କ୍ଷେ ବିଜୟଂ କୃଷ୍ଣ ନ ଚ ରାଜ୍ୟଂ ସୁଖାନି ଚ କିଂ नो ରାଜ୍ୟେନ ଗୋବିନ୍ଦ କିଂ ଭୋଗୈର୍ଜୀବିତେନ ବା। ଅର୍ଥାତ୍, ହେ କୃଷ୍ଣ, ମୁଁ ବିଜୟ ଚାହୁଁନାହିଁ କି ରାଜ୍ୟ ତଥା ସୁଖ ମଧ୍ୟ ଚାହୁଁନାହିଁ। ହେ ଗୋବିନ୍ଦ, ଆମର ଏପରି ରାଜ୍ୟରେ କି ପ୍ରୟୋଜନ ଅଥବା ଏପରି ଭୋଗମାନଙ୍କରେ ଓ ଜୀବନରେ ବି କି ଲାଭ ଅଛି? ପ୍ରଶ୍ନ, ଅର୍ଜୁନଙ୍କ ଏହି କଥାର ଭାବ କ'ଣ?
ଉତ୍ତର ଅର୍ଜୁନ ନିଜ ଚିତ୍ତରେ ସ୍ଥିତି ବର୍ଣ୍ଣନା କରିବାକୁ ଯାଇ କହିଛନ୍ତି, ହେ କୃଷ୍ଣ, ଏହି ଆତ୍ମୀୟ ସ୍ୱଜନମାନଙ୍କୁ ମାରିବା ପରେ ଯେଉଁ ବିଜୟ, ରାଜ୍ୟ ଓ ସୁଖ ମିଳିବ, ମୁଁ ତାହା ଟିକିଏ ହେଲେ ଚାହୁଁନାହିଁ। ମୋତେ ଲାଗୁଛି ଏମାନଙ୍କୁ ମାରିବା ପରେ ଆମକୁ ଇହଲୋକ ଓ ପରଲୋକରେ କେବଳ ସନ୍ତାପ ମିଳିବା ହିଁ ସାର ହେବ। ତେଣୁ କାହିଁକି ବା ଯୁଦ୍ଧ କରାଯିବ ଏବଂ ଏମାନଙ୍କୁ ମରାଯିବ? କ'ଣ ହେବ ଏହି ରାଜ୍ୟ ଓ ଭୋଗ? ମୋ ବିଚାରରେ ଏମାନଙ୍କୁ ମାରି ବଞ୍ଚିବାରେ କୌଣସି ଲାଭ ନାହିଁ। ସମ୍ବନ୍ଧ: ବର୍ତ୍ତମାନ ଅର୍ଜୁନ ସ୍ୱଜନବଧରେ ମିଳୁଥିବା ରାଜ୍ୟ ଭୋଗ ଆଦି ନ ଚାହିଁବାର କାରଣ ଦେଖାଉଛନ୍ତି।